ଦେଖ ଏଇ 2 ନମ୍ବର ଭିଡ଼ିଓରେ ମୁଁ ଏକ୍ଜାମ୍ପଲ୍ 2ଟା ବୁଝେଇଥିଲି, ଠିକ୍ ଅଛି। ଆଉ ଗୋଟେ ଏକ୍ଜାମ୍ପଲ୍ ବୁଝେଇ ଦେଉଛି। ସେଇଟା ହେଉଛି, ଦେଖ ଆମର ପ୍ରଶ୍ନଟା ଅଛି ଯେ 6 କିଲୋଗ୍ରାମ ସମାନ କେତେ ସେଣ୍ଟିଗ୍ରାମ, ଠିକ୍ ଅଛି। ତ এইটা করবা পূর্বରୁ মনে পকাইকিনা দেখ সে পুরোনা ছবিটাকে କ'ଣ କହୁଛି 6 କିଲୋଗ୍ରାମ, କିଲୋଗ୍ରାମଟା ଅଛି ଏଇଠି, ଆଉ ସେଣ୍ଟିଗ୍ରାମଟା ଅଛି କେଉଁଠି, ଏକେବାରେ ଏଇଠି ହେଲା। ତାହେଲେ ଆଉ ମଝିରେ କେହି ନାହାନ୍ତି, ତାହେଲେ ଆମେ କ'ଣ କରିବା, ଏକେବାରେ ଏଇଠୁ ସିଧା ପଳେଇ ଆସିବା ଏଇଠୁକୁ। ତାହେଲେ এই କେତେଟା ପାହାଚ, 1 2 3 4 5, ମାନେ এক ପିଠରେ 5টা শূন্য ଦେଇକିନା ଯଦି ଗୁଣନ କରିଦେବା ତାହେଲେ ଆମର ସେଣ୍ଟିଗ୍ରାମ କେତେ ସେଣ୍ଟିଗ୍ରାମ ହେବ ବାହାରିଯିବ। ଏবারে ଆସ ଇଏଟାକୁ ଅସର ଇଏଟାକୁ ଦେଖ 6 কেজি ଅଛି, 6 কেজিକୁ এক ପିଠରେ 1 2 3 4 5ଟା ଦେଇକିନା ଯଦି ଆମେ ଗୁଣନ କରିଦେବା ତାହେଲେ କେତେ ହେବ, 6 1 6 ଆଉ 1 2 3 4 5, 1 2 3 4 5, ତାହେଲେ ଏତିକି ସେଣ୍ଟିଗ୍ରାମ ହେଇଯିବ। ହେଲା, ବୁଝିହେଲା। তো এই যে কেতে গুড়াক মানে 3টা এক্সাম্পল ଯେଉଁଟା ଦେଲି সেটা ହେଉଛି এইକିନା ସିଡ଼ିରୁ ଉପରୁ ଓହ୍ଲାଇବା ପାଇଁ, ଠିକ୍ ଅଛି। ଏଇବାରେ ଯଦି ସିଡ଼ି ତଳେ ଆମେ ଯଦି ଅଛୁ ତାହେଲେ ସିଡ଼ି ତଳୁ ଉପରକୁ ଉଠିବା ପାଇଁ କ'ଣ କ'ଣ କରାଯିବ সেটা ମୁଁ ଶିଖେଇବି ନେକ୍ସଟ ପରବର୍ତ୍ତୀ ଭିଡ଼ିଓରେ ଶିଖେଇବି। ମୋର ବିଶ୍ୱାସ ଯେ ତୁମମାନେ ଏଇଟା ବୁଝିପାରିଥିବ, ଏଇ କେମିତିକା ମାନେ କିଲୋଗ୍ରାମରୁ ସେଣ୍ଟିଗ୍ରାମ କନଭର୍ଟ କରିବ, କେମିତିକା କିଲୋଗ୍ରାମରୁ ଡେସିଗ୍ରାମକୁ କନଭର୍ଟ କରିବ ହେଲା। ଯଦି କାହାର କୌଣସି ଡାଉଟ୍ ଥାଏ ତାହେଲେ ମୋତେ ଏଇ ଯେ ନମ୍ବରଟା ଅଛି ଏଇ ନମ୍ବରରେ ମୋତେ କଣ୍ଟାକ୍ଟ କରିପାରିବ, ନହେଲେ ଏଇଥିରେ ମେଲ୍ କରିପାରିବ ହେଲା। ମୁଁ ନିଶ୍ଚିତ ଭାବରେ ଉତ୍ତର ଦେବି, ଠିକ୍ ଅଛି। ଏବାরে ହଁ ଗୋଟେ କଥା କହିଦିଏ, ଯେଉଁ ପ୍ୟାରେଣ୍ଟସ୍ ମାନେ ପିଲାମାନଙ୍କୁ ଯେତେବେଳେ ଆପଣମାନେ ଶିଖେଇବେ, ବରଂ ନ ଶିଖୁ ପଛେ ଭୁଲ ନ ଶିଖୁ 1 ନମ୍ବର, ଆଉ ମ୍ୟାଥମେଟିକ୍ସ ଶିଖେଇଲା ବେଳେ ବିଲକୁଲ ମାରାମାରି କରିବେ ନାହିଁ। ଥରେ ଯଦି ତାର ମନ ଭିତରେ ଡର ଢୁକିଗଲା ତାହେଲେ ସେ ଆଉ ଶିଖିପାରିବ ନାହିଁ। ସେ ସବୁ ସମୟ ଚେଷ୍ଟା କରିବ ମ୍ୟାଥମେଟିକ୍ସକୁ କ'ଣ ଆଭଏଡ଼ କରିବା ପାଇଁ। ସୁତରାଂ ଦୟା କରିକିନା ପିଲାମାନଙ୍କୁ ମାରାମାରି କରିବେନି, ଠିକ୍ ଅଛି। ଥରେ ଜାଗାରେ 2 ଥର ବୁଝାନ୍ତୁ 3 ଥର ବୁଝାନ୍ତୁ, କିନ୍ତୁ ବିଲକୁଲ ଭୁଲରେ ବି ମାରାମାରି କରିବେ ନାହିଁ। ବହୁତ ବହୁତ ଧନ୍ୟବାଦ।